ରାଧେ ରାଧେ ବନ୍ଧୁମାନେ, ଜୟ ଜଗନ୍ନାଥ। ସ୍ୱାଗତ ଆଜିର ଆମ କଥାକୁ ପୁଣି ଆପଣମାନଙ୍କୁ। ଗତ ଏପିସୋଡ଼ରେ ଆମେ ଆରମ୍ଭ କରିଥିଲେ ଏବଂ ଯେଉଁଠି ଶେଷ କରିଥିଲେ ସେଠୁ ପୁଣି ଆଜି ଆରମ୍ଭ କରିବା। ପାପୀ ମହାପାପୀ ଦସ୍ୟୁ ରତ୍ନାକରକୁ ବ୍ରହ୍ମା ଏବଂ ନାରଦ ଗୁରୁମନ୍ତ୍ର ପ୍ରଦାନ କରି ଚାଲି ଯାଇଛନ୍ତି। ଦେଖ ତୁ ରାମ ନାମ ଜପ। ତେଣୁ ସେ ଏତେ ମାତ୍ରାରେ ପାପୀ ଥିଲା, ତା ପାଟିରେ ରାମ ନାମ ପଶିଲା ନାହିଁ। ଏ ପର୍ଯ୍ୟନ୍ତ ଆମେ ଯାଇଥିଲେ। ବ୍ରହ୍ମା ମଧ୍ୟ ବଡ଼ ଅଡ଼ୁଆରେ ପଡ଼ିଲେ, କ'ଣ କରାଯିବ, ରାମ ନାମ କେମିତି ସେ ଜପ କରିବ? ନାରଦ ତାକୁ ପଚାରୁଛନ୍ତି, ଆରେ ମଲା ଗଲା ବ୍ୟକ୍ତିକି କ'ଣ କହନ୍ତି? ଯିଏ ମରିଯାଇ ଗଲା ପରେ ଯାଉଛି, ମରିଗଲା ପରେ ଯାହାକୁ ନିଆଯାଉଛି ତାକୁ କ'ଣ କୁହାଯାଏ? ପାପୀ କହୁଛି, ରତ୍ନାକର କହୁଛି, ଦସ୍ୟୁ ରତ୍ନାକର କହୁଛି ତାକୁ ମଡ଼ା ବୋଲି କହନ୍ତି। ଠିକ୍ ଅଛି, ତୁ ସେ ମଡ଼ା ଶବ୍ଦକୁ ମଡ଼ା 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 ବୋଲି କହ। ମଡ଼ା 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 ବୋଲି ମରା ବୋଲିକିରି କହ। ସେ ମଡ଼ା 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 ବୋଲି କହି ମଡ଼ା 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 ମରା 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 ମରାମ ମରାରୁ ରାମ, ମଡ଼ାରୁ ମରା, ମରାରୁ ରାମ, ଏଇ ନାମ ତୁ ଜପ କର। ଆମେ ଆସିବା ପର୍ଯ୍ୟନ୍ତ ଦେଖନ୍ତୁ, ଏତେ ମାତ୍ରାରେ ଶରଣାଗତ ସେ ହେଇଯାଇଥିଲା ମନୁଦ୍ୱୟଙ୍କର, ନାରଦଙ୍କର ଏବଂ ବ୍ରହ୍ମାଙ୍କର। ଏତେ ମାତ୍ରାରେ ସେ ପରିବାର ପ୍ରତି ତାର ଘୃଣା ଭାବ ଆସିଥିଲା ଏବଂ ଅନାସକ୍ତ ଭାବ ଆସିଥିଲା। ଏତେ ମାତ୍ରାରେ ସେ ଆସକ୍ତି ହେଇଯାଇଥିଲା ଏ ମୁନି ଦୁଇ ଜଣଙ୍କର କଥାରେ। ତାଙ୍କୁ ସେ ପଚାରିନି ଯେ ମୁଁ କେଉଁ ପର୍ଯ୍ୟନ୍ତ କେତେ ଦିନ ୟାକୁ ଜପିବି, ଆପଣମାନେ କେବେ ଆସିବେ, ଏ କଥା ପଚାରିନି। ବ୍ରହ୍ମା ନାରଦ କହିଛନ୍ତି, ତୁ ଏ ନାମ ଜପ କର, ଆମେ ଆସିବା ପର୍ଯ୍ୟନ୍ତ। ବସିଲା, ଜପ କରି ଚାଲିଲା ଏବଂ ବ୍ରହ୍ମା ତାଙ୍କର ବ୍ରହ୍ମଲୋକକୁ ଚାଲିଗଲେ। ନାରଦ ମଧ୍ୟ ତାଙ୍କର ଚାଲିଗଲେ। ବ୍ରହ୍ମାଙ୍କର କିଛି ଦିନ ପରେ ମନେ ପଡ଼ିଲା, କିଛି ଦିନ ବ୍ରହ୍ମାଙ୍କର ବ୍ରହ୍ମଲୋକରେ ଅଳ୍ପ କିଛି ଦିନ ପରେ ମନେ ପଡ଼ିଲା, ଆରେ ମୁଁ ତ ସେ ମହାପାପୀ କହିଦେଇ ଆସିଛି। ସେ ବସି ରାମନାମ ଜପୁଥିବ, ତାର କ'ଣ ଅବସ୍ଥା ହେଲା? ପୁଣି ବ୍ରହ୍ମଲୋକରୁ ଫେରିଲେ। ବ୍ରହ୍ମଲୋକରୁ ବ୍ରହ୍ମା ଫେରିଲା ବେଳେ ଏଠି ଆମର ମୃତ୍ୟୁଲୋକରେ 60,000 ବର୍ଷ ବିତି ଯାଇଛି। ମୃତ୍ୟୁଲୋକରେ ଯେଉଁ 365 ଦିନରେ ଗୋଟେ ବର୍ଷ ହେଉଛି, 365 ଦିନରେ ଗୋଟେ ବର୍ଷ ହେଉଛି, ଏ ଗୋଟିଏ ଗୋଟିଏ କରି 60,000 ବର୍ଷ ବିତି ଯାଇଛି। ବସିଛି, ଧ୍ୟାନରେ ବସିଛି ରତ୍ନାକର, ଡାକୁ ରତ୍ନାକର, ଦସ୍ୟୁ ରତ୍ନାକର, ପାପୀ ରତ୍ନାକର ଧ୍ୟାନସ୍ଥ ହୋଇଛି ଏବଂ ରାମ ନାମକୁ ଜପ କରି ଚାଲିଛି। 60,000 ବର୍ଷ ଆମ ମର୍ତ୍ତ୍ୟଲୋକରେ ବିତି ଯାଇଛି। ବ୍ରହ୍ମା ଆସି ପହଞ୍ଚିଲେ। ଅଳ୍ପ କିଛି ଦିନର ମୁହୂର୍ତ୍ତ ବ୍ରହ୍ମଲୋକରେ, ଅଳ୍ପ କିଛି ଦିନ ପରେ ତାଙ୍କର ମନେ ପଡ଼ିଛି। ସେ ଆସି ପହଞ୍ଚିଲେ, ଦେଖିଲେ ସେ ଜାଗାରେ ପୁରା ପୂର୍ଣ୍ଣ ଭାବରେ ଗୁଳ୍ମଲତା, ଘାସ ଲତାରେ ପୁରା ଆବୃତ ହୋଇ ପଡ଼ିଛି ଏବଂ ସେଠି ଗୋଟେ ହୁଙ୍କାଟି ହେଇଯାଇଛି। ସେ ହୁଙ୍କାଟା ଲତାରେ, ଗୁଳ୍ମଲତାରେ, ଗଛ ଲତାରେ ପୁରା ଆବୃତ ହୋଇ ପଡ଼ିଛି ଏବଂ ସେ ଲତା ଭିତରେ ଥିବା ହୁଙ୍କାରୁ ରାମ ନାମ ଶୁଭୁଛି। ରାମ 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 ଶୁଭୁଛି। ବ୍ରହ୍ମା ଦେଖିଲେ, ଏଠି ଅଛି, ବଞ୍ଚିଛି, ପାପୀ ବଞ୍ଚିଛି, ରତ୍ନାକର ବଞ୍ଚିଛି, ଦସ୍ୟୁ ବଞ୍ଚିଛି ଏବଂ ସେ ଗୁଳ୍ମକୁ ସଫା କରିଦେଲା ପରେ ହୁଙ୍କାରେ ହାତ ମାରିଦେଲେ। ହୁଙ୍କା ଯେତେବେଳେ ହାତ ମାରିଲେ, ହୁଙ୍କା ଯେତେବେଳେ ଅପସାରଣ ହେଇଗଲା, ହୁଙ୍କାଟି ଯେତେବେଳେ ଭାଙ୍ଗିଗଲା, ଦେଖିଲେ କେବଳ ତାର ଅସ୍ଥି ରହିଛି, ମାଂସ ଚର୍ମ କିଛି ନାହିଁ, କେବଳ ହାଡ଼ ରହିଛି ଏବଂ ସେଥିରେ ମଧ୍ୟ ତାର ଜୀବନ ଅଛି। ଦେଖନ୍ତୁ ରାମ ନାମର କି ପ୍ରଭାବ, ରାମ ନାମର କି ମହିମା। କେବଳ ଅସ୍ଥି ଅଛି, ମାଂସ ଚର୍ମ କିଛି ନାହିଁ, କିନ୍ତୁ ତାର ଜୀବନ ମଧ୍ୟ ଅଛି ଏବଂ ସେଠୁ ମନ୍ତ୍ର ଶକ୍ତି ବାହାରୁଛି, ମନ୍ତ୍ର ଉଚ୍ଚାରଣର ଧ୍ୱନି ବାହାରୁଛି। ତାପରେ ସେ ବ୍ରହ୍ମା କ'ଣ କରିଛନ୍ତି? ଅଭିମନ୍ତ୍ରିତ ଜଳରାଶି ସିଞ୍ଚନ କରିଛନ୍ତି। ସେ ପୂର୍ବ ଯୌବନ ତାଙ୍କର ଫେରି ପାଇଛନ୍ତି। ସୁନ୍ଦର ଭାବରେ ଗୋଟେ ମୁନିର ବେଶ ଧାରଣ କରି ଛିଡ଼ା ହେଇଛନ୍ତି ଏବଂ ସାଙ୍ଗେ ସାଙ୍ଗେ ବ୍ରହ୍ମାଙ୍କୁ ପ୍ରଣିପାତ କରିଛନ୍ତି। ବ୍ରହ୍ମାଙ୍କ ପାଦତଳେ ଲୋଟି ଯାଇଛନ୍ତି। ଦେଖନ୍ତୁ, ଦସ୍ୟୁ ରତ୍ନାକର ବର୍ତ୍ତମାନ ଜଣେ ମୁନିର ରୂପ ଧାରଣ କରି ଠିଆ ହେଇଛନ୍ତି। ତାପରେ ତାକୁ ତାର ନାମକରଣ କରିଛନ୍ତି ବ୍ରହ୍ମା, ଯେ ଦେଖ ତୁ ଆଜି ତୋର ପୁନର୍ଜନ୍ମ ହେଲା,
ତୁ ଆଉ ସେ ରତ୍ନାକର ନାହୁଁ, ତୁ ପାପି ନାହୁଁ, ତୁ ଦସ୍ୟୁ ନାହୁଁ, ତୁ ମଣିଷ ଆଣିଥିବା ରତ୍ନାକର ନାହୁଁ। ତୋର ଆଜି ପୁନର୍ଜନ୍ମ ହୋଇଛି। କୋଉଠୁ ଜନ୍ମ ନେଇଛୁ ନା ବଲ୍ମିକରୁ। ବଲ୍ମିକ ହେଉଛି ହୁଙ୍କା, ହୁଙ୍କାର ଅନ୍ୟ ନାମ ହେଉଛି ବଲ୍ମିକ। ବଲ୍ମିକ ଭିତରୁ ଯେତେବେଳେ ତୁ ଆସିଛୁ, ଜନ୍ମ ନେଇଛୁ, ତୋ ନାଁ ଆଜି ଦିଆଗଲା ବାଲ୍ମୀକି। ତୁ ଜଣେ ମହାମୁନି ବାଲ୍ମୀକି ଏବଂ ବ୍ରହ୍ମ ଋଷି ବାଲ୍ମୀକି। ଛୋଟିଆ କଥା ନୁହଁ, ତତେ ବ୍ରହ୍ମ ଋଷିର ଉପାଧି ମଧ୍ୟ ମୁଁ ଦେଲି। ବ୍ରହ୍ମ ଋଷି ବାଲ୍ମୀକ ନାମରେ ତୁ ଆଜିଠୁ ନାମିତ। ଯାହା ତୋର ଆଶ୍ରମ କରି ଆଶ୍ରମରେ ରହ। ପ୍ରଣାମ କରିଛି ବ୍ରହ୍ମାଙ୍କୁ। ବାଲ୍ମୀକ ପ୍ରଣାମ କରିଛନ୍ତି, ବ୍ରହ୍ମାଙ୍କୁ ପ୍ରଣାମ କରିଛନ୍ତି ଏବଂ ଯାଇଛନ୍ତି ଏକ କୁଟୀର ନିର୍ମାଣ କରିକି ରହିଛନ୍ତି। ସୁନ୍ଦର ଜାଗାରେ ଗୋଟେ ଦେଖିଛନ୍ତି ଯେଉଁଠି ବ୍ୟାଘ୍ର, ଭାଲୁ, ସିଂହ ଏବଂ ଯେତେ ପଶୁପକ୍ଷୀ ଅଛନ୍ତି ସେମାନଙ୍କ ଭିତରେ ବୈରଭାବ ନାହିଁ, ସେ ଜାଗାକୁ ଯାଇଛନ୍ତି। ସେଠି ଯାଇ ଗୋଟେ କୁଟୀରଟି ନିର୍ମାଣ କରିଛନ୍ତି ଏବଂ ସେଠି ରହିଛନ୍ତି। କିଛି ଦିନ ପରେ ମୁନି ଭରଦ୍ୱାଜ ଆସି ପହଞ୍ଚନ୍ତି। ଭରଦ୍ୱାଜ ଆସି ବାଲ୍ମୀଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି। ବାଲ୍ମୀଙ୍କର ଶିଷ୍ୟ ହୋଇଛନ୍ତି ଭରଦ୍ୱାଜ। ବ୍ରହ୍ମା ପଳେଇଲେ, ବାଲ୍ମୀକି ଆଶ୍ରମରେ ଅଛନ୍ତି, ଆଉ ଭରଦ୍ୱାଜ ମଧ୍ୟ ଆସି ତାଙ୍କର ଶିଷ୍ୟ ହୋଇଛନ୍ତି। ତାପରେ କିଛି ଦିନ ପରେ ନାରଦ ମହର୍ଷି ଆସି ପହଞ୍ଚନ୍ତି। ନାରଦ ମହର୍ଷି ପହଞ୍ଚିଲା ପରେ ତାଙ୍କୁ ସାଦରେ ପାଛୋଟି ନେଇଛନ୍ତି, ପ୍ରଣାମ କରିଛନ୍ତି ଏବଂ ତାଙ୍କର ପାଦଧୌତ କରିଛନ୍ତି, ତାଙ୍କର ସେବା କରିଛନ୍ତି ଏବଂ ତାଙ୍କୁ କହିଛନ୍ତି, ଭଗବାନ ଆଜି ମୋର କି ପୁଣ୍ୟ ଯେ ମୁଁ ଆପଣଙ୍କ ଭଳି ଭଗବାନଙ୍କର ଦର୍ଶନ ପାଇଛି। ଆଜି ମୋର ମହାପୁଣ୍ୟର ଦିନ। ଏମିତି ଅନେକ କଥା କହିଛନ୍ତି, ସ୍ତୁତି କରିଛନ୍ତି ଏବଂ ତାଙ୍କୁ ବସାଇଛନ୍ତି ନାରଦଙ୍କୁ। ନାରଦ ବସିଛନ୍ତି, ତାଙ୍କର ପୂଜା କରିଛନ୍ତି ଏବଂ ତାଙ୍କୁ ଅଭ୍ୟର୍ଥନା କରିଛନ୍ତି। ସେଠି ତାଙ୍କ ପାଖରେ ତାଙ୍କର ଶିଷ୍ୟ ଭରଦ୍ୱାଜ ମଧ୍ୟ ଅଛନ୍ତି। ଏହାପରେ ପ୍ରଶ୍ନ କରୁଛନ୍ତି ମହର୍ଷି ନାରଦଙ୍କୁ। ଇଏ ହେଉଛନ୍ତି ବ୍ରହ୍ମ ଋଷି। ବ୍ରହ୍ମା ଦେଇଛନ୍ତି ବ୍ରହ୍ମ ଋଷିର ସମ୍ମାନ, ବ୍ରହ୍ମ ଋଷିର ନାମ। ବ୍ରହ୍ମ ଋଷି ବାଲ୍ମୀକ ପ୍ରଶ୍ନ କରୁଛନ୍ତି ମହର୍ଷି ନାରଦଙ୍କୁ ଯେ ମହାଭାଗ ପ୍ରଭୁ, ଆପଣ ମୋତେ ବର୍ଣ୍ଣନା କରନ୍ତୁ, ଆପଣ ମୋତେ କୁହନ୍ତୁ, ଏମିତି ଜଣେ କିଏ ଅଛନ୍ତି ସୁନ୍ଦରତାରେ ତାଙ୍କଠୁ କେହି ବଳିଯିବେନି। ଦିବ୍ୟ ସୁନ୍ଦର ରୂପ ତାଙ୍କର ନିଶ୍ଚିତ ହୋଇଥିବ ଏବଂ ପିତୃଙ୍କର ଆଜ୍ଞାକୁ ସେ ଶିରଧାର୍ଯ୍ୟ କରିଥିବେ। ମାତାମାନଙ୍କୁ ଯଥାରୀତି ସମ୍ମାନ କରୁଥାଏ। ଭାଇମାନଙ୍କ ପ୍ରତି ତାଙ୍କର ଅଗାଢ଼ ସ୍ନେହ ଥିବ ଏବଂ ନିଜର ପତ୍ନୀକି ମଧ୍ୟ ସମ୍ମାନ ଦେଖାଉଥିବେ। ପ୍ରଜାମାନଙ୍କୁ ପୁତ୍ର ପରି ଲାଳନ ପାଳନ କରୁଥିବେ ଏବଂ ମୁନି ଋଷିମାନଙ୍କର ରକ୍ଷା ପାଇଁ ବଚନବଦ୍ଧ ହୋଇଥିବେ। ଏହାପରେ ଶତ୍ରୁମାନଙ୍କର ସ୍ୱୟଂ ସିଏ ଯେମିତି ଯମ। ଏପରି ବ୍ୟକ୍ତିତ୍ୱ କିଏ ଅଛି ପୃଥିବୀରେ, ଆଉ ତାଙ୍କର ଗୁଣ ଟିକେ ବର୍ଣ୍ଣନା କରନ୍ତୁ। ଏକଥା ପଚାରୁଛନ୍ତି ମହର୍ଷି ବାଲ୍ମୀକ ଦେବର୍ଷି ନାରଦଙ୍କୁ, ଯେଉଁଠିକି ତାଙ୍କ ପାଖରେ ଅଛନ୍ତି ଯଜ୍ଞବଲ୍କ ଋଷି ଆଶ୍ରମରେ। ତାପରେ ଆରମ୍ଭ କରିଛନ୍ତି ନାରଦ ଭଗବାନ ରାମ ଚରିତ ମାନସ। ଭଗବାନ ରାମଚନ୍ଦ୍ରଙ୍କର ଜନ୍ମଠୁ ସୂର୍ଯ୍ୟବଂଶରେ ଦଶରଥଙ୍କର କୂଳରେ କୌଶଲ୍ୟାଙ୍କର ଗର୍ଭରୁ କେମିତି ପ୍ରକଟ ହୋଇଛନ୍ତି ରାମଚନ୍ଦ୍ର, ଜନ୍ମ ହୋଇନାହାନ୍ତି। ଯଶୋଦାଙ୍କର ଗର୍ଭରୁ ପ୍ରକଟ ହୋଇଛନ୍ତି ରାମଚନ୍ଦ୍ର ଏବଂ ତାଙ୍କର ବିମାତାଙ୍କ ଗର୍ଭରୁ, ଦୁଇ ବିମାତାଙ୍କ ଗର୍ଭରୁ ଆଉ ତିନି ଭାଇ ତାଙ୍କର ମଧ୍ୟ ପ୍ରକଟ ହୋଇଛି ତାଙ୍କ ଅଂଶରେ। ସେ କଥା ବର୍ଣ୍ଣନା କରିଛନ୍ତି ଏବଂ ଗୋଟି ଗୋଟି କରି ସମ୍ପୂର୍ଣ୍ଣ ରାମାୟଣକୁ ନାରଦ ମହର୍ଷି ବର୍ଣ୍ଣନା କରି ଚାଲିଛନ୍ତି। ରାମଚନ୍ଦ୍ରଙ୍କ ଜନ୍ମ ପରେ ଯାହା ସବୁ ଘଟିଛି, ତାଙ୍କର ବାଲ୍ୟଲୀଳା, ତାଙ୍କର କିଶୋର ଅବସ୍ଥା କଥା, ତାଙ୍କର ଯୌବନ ଅବସ୍ଥା କଥା, ତାଙ୍କର ଗୁରୁକୁଳର କଥା, ସୀତାଙ୍କ ସହିତ ସତୀ ସୀତାଙ୍କ ସହିତ ବିବାହ କଥା ଏବଂ ଯେତେବେଳେ ରାଜଭାବରେ ଅଭିଷିକ୍ତ ହେବାକୁ ଯାଉଛନ୍ତି, ବିମାତାଙ୍କର ଯେଉଁ ଦୁଇଟି ବର ମାଗିଥିଲେ, ସେ ଦୁଇଟା ବର ଜବରଦସ୍ତି ଛଡ଼େଇ ନେଇଛନ୍ତି ଦଶରଥଙ୍କ ଠାରୁ। ଯେ ଗୋଟେ ଏକ ନମ୍ବର ବର ହେଉଛି ରାମଚନ୍ଦ୍ରକୁ 14 ବର୍ଷ ପାଇଁ ବନବାସ ପଠାଯାଉ, 2 ନମ୍ବର ବର ହେଉଛି ମୋର ପୁତ୍ର ଭରତକୁ ରାଜ୍ୟ ଦିଆଯାଉ। ଏ କଥା ଏବଂ ବନବାସର ସମ୍ପୂର୍ଣ୍ଣ କାହାଣୀ, 14 ବର୍ଷ ଭିତରେ ଯାହା ଯାହା ସବୁ ଘଟିଛି, ଯେତେ ଯେତେ
भक्त मानंकु कौन आनंद प्रदान करिसंती जेते जेते भक्त मानंकु आनंद प्रदान करिसंती रामचंद्र एवं सर्वशेष रावण कुंभकर्ण इत्यादि तांको निधन करिसंती विभीषण को लंकारे राजन करिसंती एवं सुग्रीव को मध्य राजा करिसंती समस्त कथा गोटी 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 कर नारद महर्षि वर्णना कर देइसंती रामचंद्र पुणी फेरी अयोध्या को सीतामाता अग्नि परीक्षा है रामचंद्र फेरी पुणी राजा भाव अभिषिक्त होती हैं भरत केमती जाइछंती संपूर्ण रामायण को तांको पाखरे थोई देइछंती संक्षिप्त भाव में लिखा जाइए संपूर्ण रामायण को थोइचंती कहते ये होचंती सेही लोक सेही व्यक्ति जहाँ ना होचंती रामचंद्र जी होचंती भगवान जी होचंती प्रभु जड़े मनीष नुहंती रूपरे जमती गुणरे जमती त्यागरे जमती कर्मरे जमती सदारे जमती सबुथिरे जहाँ पचार ये होचंती से रामचंद्र देखंतु रामचंद्र जन्म होबार पूर्व कथा एटा मु कहूची सत्य जुगर कथा सेतबेल को त्रेता जुग आरंभ हेइनी त्रेता जुग आरंभ हेइनी नारद महर्षि ब्रह्मर्षि क्या वाल्मीकि को ब्रह्मर्षि वाल्मीकि को उपदेश देइचंती कहिचंती उपदेश छल रे संपूर्ण रामायण वृत्तांत को वर्णना कर देइचंती केवल कहउचंती वाल्मीकि शिष्य शिष्य तो ग्रहण करचंती गुरु शिष्य बसचंती महर्षि वाल्मीकि बसचंती यज्ञ बलक बसचंती देवर्षि नारद संपूर्ण रामायण को कहिचंती रामचंद्र जन्मर पूर्वर एक शुणी सारा पर अत्यंत आह्लादित होइचंती अत्यंत खुशी व्यक्त करचंती अत्यंत खुशी सहित बारंबार नारद महर्षि देवर्षि नारद को बारंबार प्रणाम करचंती महर्षि वाल्मीकि वाल्मीकि होचंती महर्षि देवर्षि देव मानक ऋषि होचंती नारद नारद देवर्षि नारद को बारंबार प्रणाम करचंती एवं निजर कृतज्ञता ज्ञापन करचंती महाभाग मोर आज की सौभाग्य भगवान रामचंद्र कथा मत आज आप शुणिले जो थे मु कृतार्थ हली पर जीवन आज धन्य हो गला आज ये रोची परवर्ती एपिसोड रे आमे पुणी जा रही राधे 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 जय जगन्नाथ।